ଶାରୀରିକ ମୃତ୍ୟୁ ବିଷୟରେ ଆମେ ଶିଖିବା। ଜଗତରେ ମୃତ୍ୟୁ ନଥିଲା, କିନ୍ତୁ ଯେତେବେଳେ ପାପ ଆସିଲା ସେହି ସମୟଠାରୁ ମୃତ୍ୟୁ ଆସିଲା। ପରମେଶ୍ୱର କହିଲେ, ତୁମେ ଧୂଳି ଓ ପୁନର୍ବାର ଧୂଳିରେ ମିଶିଯିବ। ପରମେଶ୍ୱରଙ୍କର ଏହି ବାକ୍ୟ ଦ୍ୱାରା ମନୁଷ୍ୟ ମରଣଶୀଳ ଅଟେ। ଆମେ ବାଇବଲରେ ଦେଖିବା, ରୋମିଓ 5:12 ଲେଖାଯାଏ, ଅତଏବ ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହି ପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ। ସମସ୍ତେ ପାପ କଲେ, ତେଣୁ ସମସ୍ତଙ୍କ ପ୍ରତି ମୃତ୍ୟୁ ମଧ୍ୟ ଘଟିଲା ଓ ସମସ୍ତ ମନୁଷ୍ୟମାନଙ୍କ ପ୍ରତି ମୃତ୍ୟୁ ଅନିବାର୍ଯ୍ୟ ଅଟେ। ଯେତେବେଳେ ଶରୀରରୁ ଆତ୍ମା ଅଲଗା ହୁଏ, ସେହି ଶରୀରକୁ ଆମମାନେ ମୃତ କହିଥାଉ, କିନ୍ତୁ ଆତ୍ମା ଅମର ହୋଇ ରହିଥାଏ। କିନ୍ତୁ ଜାଗତିକ ମୃତ୍ୟୁ ଦ୍ୱାରା ଶରୀର ମାଟିରେ ମିଶିଯାଏ, ଏହାକୁ ମୃତ୍ୟୁ କୁହାଯାଏ।